ଏ ରାଜକାର୍ଯ୍ୟ କରୁ କରୁ ବହୁତ ସମୟରେ ଟେଲିଭିଜନରେ ରିୟଲିଟି ଶୋ ଦେଖିବାର ସୁଯୋଗ ମିଳେ ନାହିଁ। ଗାଁ ଭାଁ କେତେବେଳେ ଫୁର୍ସତ ଥିଲା ବେଳକୁ ଟିଭି ଚଳିଲା ବେଳକୁ ଯାହା ଦେଖୁ ଆମେ ସେ ଭିତରେ ସଂଯୋଗ ଏଇଟା ଯେ ଇଣ୍ଡିଆନ୍ ଆଇଡଲ 16ର ଫାଇନାଲ ରାଉଣ୍ଡ ବେଳକୁ ସଂଯୋଗ ବଶତଃ ଟିଭିକୁ ଅନ୍ କଲା ବେଳକୁ ଫାଇନାଲ ରାଉଣ୍ଡ ଚାଲିଥିଲା ଏବଂ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ସେଥିରେ ବିଜୟୀ ହେଲେ। ଓଡ଼ିଶାର ଝିଅ, ବାଲେଶ୍ୱରର ଝିଅ ଏବଂ ଆମର ସମସ୍ତଙ୍କର ଝିଅ ଏବଂ ଆମର ଝିଅ କୌଣସି ନା କୌଣସି ପ୍ରତିଯୋଗିତାରେ ପ୍ରଥମ ହେବ ସାରା ଭାରତ ବର୍ଷରେ ଏବଂ ଓଡ଼ିଶା ପାଇଁ ଯଶ କୀର୍ତ୍ତି ଅର୍ଜନ କରିବ। ଏଥିରୁ ସୌଭାଗ୍ୟର କଥା କ'ଣ ହୋଇପାରେ। ଆଜି ସେ ଫେରୁଛି, ତାକୁ ଆମର ବହୁତ ବହୁତ ଶୁଭକାମନା। ଆହୁରି ଭଲ ଗାଉ ଏବଂ ଆହୁରି ଆଗାମୀ ଦିନରେ ଓଡ଼ିଶା ପାଇଁ, ନିଜର ପରିବାର ପାଇଁ ଏବଂ ବାଲେଶ୍ୱର ପାଇଁ ଖ୍ୟାତି ଯଶ କୀର୍ତ୍ତି ଅର୍ଜନ କରିକି ଆଣୁ। ଏ ରାଜକାର୍ଯ୍ୟ କରୁ କରୁ ବହୁତ ସମୟରେ ଟେଲିଭିଜନରେ ରିୟଲିଟି ଶୋ ଦେଖିବାର ସୁଯୋଗ ମିଳେ ନାହିଁ। ଗାଁ ଭାଁ କେତେବେଳେ ଫୁର୍ସତ ଥିଲା ବେଳକୁ ଟିଭି ଚଳିଲା ବେଳକୁ ଯାହା ଦେଖୁ ଆମେ ସେ ଭିତରେ ସଂଯୋଗ ଏଇଟା ଯେ ଇଣ୍ଡିଆନ୍ ଆଇଡଲ 16ର ଫାଇନାଲ ରାଉଣ୍ଡ ବେଳକୁ ସଂଯୋଗ ବଶତଃ ଟିଭିକୁ ଅନ୍ କଲା ବେଳକୁ ଫାଇନାଲ ରାଉଣ୍ଡ ଚାଲିଥିଲା ଏବଂ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ ସେଥିରେ ବିଜୟୀ ହେଲେ। ଓଡ଼ିଶାର ଝିଅ, ବାଲେଶ୍ୱରର ଝିଅ ଏବଂ ଆମର ସମସ୍ତଙ୍କର ଝିଅ ଏବଂ ଆମର ଝିଅ କୌଣସି ନା କୌଣସି ପ୍ରତିଯୋଗିତାରେ ପ୍ରଥମ ହେବ ସାରା ଭାରତ ବର୍ଷରେ ଏବଂ ଓଡ଼ିଶା ପାଇଁ ଯଶ କୀର୍ତ୍ତି ଅର୍ଜନ କରିବ। ଏଥିରୁ ସୌଭାଗ୍ୟର କଥା କ'ଣ ହୋଇପାରେ। ଆଜି ସେ ଫେରୁଛି, ତାକୁ ଆମର ବହୁତ ବହୁତ ଶୁଭକାମନା। ଆହୁରି ଭଲ ଗାଉ ଏବଂ ଆହୁରି ଆଗାମୀ ଦିନରେ ଓଡ଼ିଶା ପାଇଁ, ନିଜର ପରିବାର ପାଇଁ ଏବଂ ବାଲେଶ୍ୱର ପାଇଁ ଖ୍ୟାତି ଯଶ କୀର୍ତ୍ତି ଅର୍ଜନ କରିକି ଆଣୁ।